ରାୟଗଡ଼ା ଶ୍ରୀ ମା ମାଝୀ ଗୌରୀ ମନ୍ଦିର ନବୀକରଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ। ରାୟଗଡ଼ା ମା ମାଝୀ ଗୌରୀ ମନ୍ଦିରର ଉନ୍ନତି ପାଇଁ ବିଜେଡ଼ି ସରକାର 36 କୋଟି ଟଙ୍କା ମଞ୍ଜୁର କରିଥିଲେ। ଆଜି ତାର ଶିଳାନ୍ୟାସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 26 କୋଟି ବ୍ୟୟରେ ପୂର୍ତ୍ତ ବିଭାଗର ତତ୍ତ୍ୱାବଧାନରେ କାଶୀ କାଞ୍ଚନ ପ୍ରାଇଭେଟ୍ କନଷ୍ଟ୍ରକ୍ସନ ଦ୍ୱାରା ଶିଳାନ୍ୟାସ କରାଯାଇଛି। ମନ୍ଦିର ଚାରିପାଖ ଉନ୍ନତି କରାଯିବା ସହ ରାସ୍ତା, ଅତିଥି ଗୃହ, ଭବନ, ମନ୍ଦିର କାର୍ଯ୍ୟାଳୟ, ବିଶ୍ରାମ ଗୃହ, ପାର୍କ, ଶୌଚାଳୟ, ଯାନବାହନ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଆସନ୍ତା 24 ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରାଯିବା ବୋଲି ଠିକା ସଂସ୍ଥା ପ୍ରକାଶ କରିଛନ୍ତି। ମନ୍ଦିରକୁ ଆସୁଥିବା ଜିଲ୍ଲା ବା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଭଲ ଭାବରେ ଦର୍ଶନ କରି ଯାଇପାରିବେ ସେ ପ୍ରକାର ବ୍ୟବସ୍ଥା କରାଯିବ। କହିବାକୁ ଗଲେ ମନ୍ଦିର ରୂପରେଖା ପୁରା ବଦଳିଯିବ। ଏ ଖବର ଶୁଣି ଜିଲ୍ଲାବାସୀ ଓ ଭକ୍ତଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି। ରାୟଗଡ଼ା ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ଦଳାଇଙ୍କ ରିପୋର୍ଟ, G9 ଓଡ଼ିଆ।